सकल तीर्थ तो चरणे। सबुठु मधुर सबुठु सुंदर संसारे जाहार नाम सकल तीर्थ चरणे जार से पराटे मोमा से पराटे मोमा सागर ठु बड़ सरग ठु बड़ जाठु किछि नाही कुलटे तार अभय आश्रय पणत भय छाई आखिरे लुह मो देखी देले मा आखि तार छळ छळ भाग्य बळे मोहि निश्चय लभिबी तार पुण्यमयी कोळ मा परी किए अछि जगतरे विपदे आपदे साहा मा छड़ा केहि नाही मोते कहिबाकु टिके जेते खाइथिले पेट न पुराए मा कहे खा खा किया कंदा खाई हाथी झूले तार बारे बसी बाइया प्रवासे उदासे मने पड़े आगे मार मधुर ना महाप्रभु रखी थांतु घंट घोड़ी मोर एब कटे छुआ संसार भितरे बाइया गोटिए मा करे मत गेल तार ऋण को कि सुझी पारिबी मो संसारे जाहा दुर्मूल्य देवी दयामयी नारायणी सेहि परम पूजा जननी जीव जीव जाए सिरे थौतार अभय चरण बेनी अभय चरण बेनी मा हे 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 मा
ମା ଗୋଟିଏ ସୁନ୍ଦର ଶବ୍ଦ ନୁହେଁ, ତାହା କେବଳ ଗୋଟିଏ ଅନୁଭବ। ଦୁନିଆରେ ସବୁ ପିଲାଙ୍କ ପାଇଁ ଏହା ଏକ ଗୋଟିଏ ନିଆରା ସମ୍ପର୍କ ତ ମା କାନିରେ ଥାଏ। ସ୍ୱର୍ଗର ସୁଖ ଆଜି ସେଇ ମା ପାଇଁ ଦିନଟିଏ ମାତୃ ଦିବସ, ଯାହାକି ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାର ଠାରୁ 7 ଦିନ ବ୍ୟାପୀ ମାତୃତ୍ୱ ଦିବସ ସୁନ୍ଦର ଭାବରେ ପାଳନ କରାଯାଏ। ମା'ର ନାଁ କ'ଣ ଥାଏ? ନା ମାତୃତ୍ୱର ମୂଲ କିଛି ଥାଏ। ବିଶ୍ୱ ମାତୃତ୍ୱ ଦିବସ ଏଇ କଥା କହୁନି ତ ମା ମାନେ କେବଳ ମା। ଘରର ସବୁ ଲୋକ ଖାଇସାରିବା ପରେ ଯିଏ ଖାଏ, ସବୁଠୁ ଶେଷରେ ଯିଏ ଶୁଏ, କୁଆ ରାବିଲା ଆଗରୁ ଯିଏ ଉଠେ, ଘର ସଫା କରେ, ଅଗଣାରେ ଗୋବର ପାଣି ଛିଞ୍ଚେ, ଲକ୍ଷ୍ମୀ ପାଦର ଝୋଟି ଆଙ୍କି ଦିଏ, ତୁଳସୀ ଚଉରାରେ ପାଣି ଢାଳି ଦିଏ ଏବଂ ସମସ୍ତଙ୍କର ଶୁଭ ମନାସିଥାଏ, ସିଏ କେହି ନୁହେଁ, ସେ ହେଉଛି ମା। ପୁଣି ସବୁବେଳେ ତା ପିଲାମାନଙ୍କ ଉପରେ ତାର ଆଖି, ତେଣୁ ମା କାଳେ ଡାହାଣୀ ହେଇଥାଏ। ସଚରାଚରରେ ମା ମାନେ ତ ଏମିତି ହେଇଥାନ୍ତି ନା, ଖାଲି ଜୀବନ ଶୈଳୀରେ କୋଉଠି କେମିତି ଟିକେ ଭିନ୍ନତା। ତେଣୁ ମାକୁ ନେଇ କେତେ ଯେ ଲେଖା, କେତେ ଯେ ନୀରବ ଅନୁଭବ, କେତେ ଯେ ପାଗଳପଣ, କେତେ ଯେ ଗୀତ, କେତେ ଯେ ସ୍ଥାପତ୍ୟ, କେତେ ଚିତ୍ର, ତାର ହିସାବ ନାହିଁ। ମା ସବୁବେଳେ ତ୍ୟାଗର ଗୋଟିଏ ସୁନ୍ଦର ମୂର୍ତ୍ତିମନ୍ତ ଚରିତ୍ରଟିଏ। ସେଇଭଳି ଏକ ଚିତ୍ର ଚରିତ୍ର କଥା ଆସିଛି ମୋ ନିଜ ପାଖକୁ। ତ ଚିତ୍ରଟିକୁ ଦେଖିଲି, ମନେ ପଚାରିଲି, ବାପାଙ୍କର ସେହି ମଧୁର ଡାକ, ମା ଆଜି ଉଠିବୁନି କି ମା? ହଠାତ୍ ଝିଅ ଭିତରେ ବାପା ଆଜି ଅନୁଭବ କରୁଛି ତା ମାକୁ। ତେଣୁ କୁନି ଝିଅଟିକୁ ଶ୍ରଦ୍ଧାରେ ମା ବୋଲି ସେ ସମ୍ବୋଧନ କରେ। ସେ ଚିତ୍ରଟି କହୁଛି ତ ଅଜବ ଲାଗିପାରେ, କିନ୍ତୁ ତାହା ନିରାଟ ସତ୍ୟ। ଝିଅଟିର ମା ହେଇଯିବାର ଗୋଟେ ସୁନ୍ଦର ପ୍ରସଙ୍ଗ ମୁଁ ଉତ୍ଥାପନ କରୁଛି। ସେଇ କଥାଟି ହେଲା, ହଁ ଝିଅଟିଏ ତ ମା ହେଇଯାଇଛି, ଠିକ୍ କଥା। ତ ଏମିତି ସେ କଥାଟା ହେଇଥାଏ, ଗୋଟେ ମାନେ ସେ କାହାଣୀରେ ରହିଛି ଗୋଟେ ସମ୍ବେଦନର ଅନୁଭବ। ଅସହାୟ ରୁଗ୍ଣ ଅନାହାର ଯନ୍ତ୍ରଣାରେ ଜର୍ଜରିତ ମୁମୂର୍ଷୁ ଜଣେ ବାପା ଝିଅର ସ୍ତନ୍ୟପାନ କରୁଥିବାର ଗୋଟିଏ ଚିତ୍ର। ହଠାତ୍ ଚିତ୍ରଟାକୁ ଦେଖିଲି, କେମିତି ଲାଗିଲା ମନଟା। ପରେ ସେହି ଚିତ୍ରର କରୁଣ ଗାଥାକୁ ମୋ ହୃଦୟକୁ ଗୋଟେ ମାତୃତ୍ୱର ମମତାରେ ସିକ୍ତ କରିଦେଲି ଏବଂ ଅନୁଭବ କଲି ଏବଂ ଅନ୍ୟମାନେ ଅନୁଭବ କରିବା ପାଇଁ ଏହି ପ୍ରସ୍ତାବଟି ଉତ୍ଥାପନ କରୁଛି। ତ କଥାଟି ଏମିତି, ଜଣେ ବାପା କୌଣସି ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ଏବଂ କାରାଗାରରେ ବନ୍ଦୀ ଅଛନ୍ତି। ଦଣ୍ଡ ବିନା ଖାଦ୍ୟ ପାନୀୟରେ କାରାଗାରରେ ସେ ଯେତେ ଦିନ ବଞ୍ଚିପାରିବେ, ଏଇଭଳି ଗୋଟିଏ କଠୋର ଜୀବନ ବିତୁଛି। ବାପାଙ୍କୁ ଭେଟିବାକୁ କାରାଗାରକୁ ଯାଉଛି ଝିଅଟିଏ। କାରାଗାରର କର୍ମଚାରୀମାନେ ଝିଅକୁ ତନ୍ନଖି ନେଉଛନ୍ତି, ଯେପରିକି କୌଣସି ଖାଦ୍ୟ ପାନୀୟ ଝିଅ ପାଖରେ ଯେମିତି ନ ରହିବ। ରିକ୍ତ ହସ୍ତରେ କାରାଗାର କୋଠରୀ ଭିତରକୁ ପଶିଛି ଝିଅଟି। ଦେଖିଛି ଭୋକରେ ଆଉଟ ପାଉଟ ହେଉଥିବା ବାପାଙ୍କୁ। ଦୁହିଁଙ୍କର ଆଖିରୁ ଝରଝର ଝରି ପଡ଼ୁଛି ଲୁହ। ବିକଳ ବାପା ଟିକିଏ ଖାଦ୍ୟ ପାଇଁ, ବିକଳ ଝିଅ ବାପାଙ୍କୁ ବଞ୍ଚାଇବା ପାଇଁ, କିନ୍ତୁ ଉପାୟ କ'ଣ? ହାତରେ ତ କିଛି ଖାଦ୍ୟ ନାହିଁ। କର୍ମଚାରୀ ତ ତାହା ସେ ସୁଯୋଗରୁ ବଞ୍ଚିତ କରିଛନ୍ତି। ହଠାତ୍ ଝିଅ ଭିତରେ ମାତୃତ୍ୱ ବିଳାପ କରି ଉଠୁଛି। ବାପା ଆଉ କିଏ କି? ସ୍ରଷ୍ଟା। ଏବେ ସୃଷ୍ଟି ପାଖରେ ସମର୍ପିତା। ସୃଷ୍ଟି ସ୍ରଷ୍ଟାକୁ ବଞ୍ଚାଇବାରେ ସମର୍ପିତ। ସୃଷ୍ଟି ସ୍ରଷ୍ଟାକୁ ଆଉଜେଇକି ଆଣିଛି ଛାତିକୁ। ତାର ଶୁଖିଲା ମୁହଁକୁ ସାଉଁଳେଇ ଦେଉଛି, ଗେଲ କରିଦେଉଛି। ଛାତିର ଆବରଣ ଆପେ ଆପେ ଅପସରି ଯାଉଛି। ସ୍ରଷ୍ଟାଙ୍କର ଉଠୟ ଏଥର ସୃଷ୍ଟିର ଚିରନ୍ତନ ମାତୃତ୍ୱ ପାଖରେ ସମର୍ପିତ। ଏମିତି ବିତି ଯାଇଛି କିଛି ବି ଦିନ। ବୃଦ୍ଧ ବନ୍ଦୀ ମରିବା ପରିବର୍ତ୍ତେ ଅଧିକ ଜୀବନ୍ତ ହୋଇ ଉଠିଛି। ଆଶ୍ଚର୍ଯ୍ୟ, କାରାଗାରର ରକ୍ଷୀମାନେ ଲୁଚି ଲୁଚି ଏହାର ରହସ୍ୟ ଭେଦ କରିଛନ୍ତି। ମାତୃତ୍ୱ ଆଉ ପିତୃତ୍ୱର ଏ ବିରଳ ଘଟଣାରେ ସମସ୍ତେ ସ୍ତବ୍ଧ ଆଉ ଚକିତ। ଏବେ ପିତା ଏବଂ ପୁତ୍ରୀ ଉଭୟ ଦୋଷୀ ମଧ୍ୟ ସାବ୍ୟସ୍ତ। ବିଚାରପତିଙ୍କ ପାଖରେ ବିଚାର ବି ହେଉଛି। ଅନାବିଳ ମାତୃତ୍ୱ ପାଖରେ ଅସହାୟ ହୋଇଯାଇଛନ୍ତି ଆଜି ବିଚାରପତି। ଉଭୟ ଏବେ ମଧ୍ୟ ମୁକ୍ତ ହୋଇଗଲେ। ମାତୃତ୍ୱର ଆବେଗ ଯେ କେତେ ଶକ୍ତିଶାଳୀ, ଏ ଚିତ୍ରଟି ତ ଏଇ କଥା କୁହେ ନା। ଏବଂ ଝିଅଟିଏ ଭିତରେ ବି ମାତୃଟିଏ ନୀରବରେ ଥାଏ। ଏ ଚିତ୍ର ତାହାର ଗୋଟେ ସୁନ୍ଦର ଉଦାହରଣ। ତ ଦ୍ୱିତୀୟ ଗୋଟେ ଚିତ୍ର ଆଖି ଆଗରେ ପଡ଼ିଯାଉଛି।
କେମିତି ନା ବଜାର ସଭ୍ୟତା ଠାରୁ ତାହା ହେଉଛି ଗୋଟେ ସ୍ୱତନ୍ତ୍ର। ମାର ଆଶୀର୍ବାଦ ସନ୍ତାନ ପାଇଁ ସବୁ କାଳରେ ଉଦାହରଣ ହୋଇ ରହିଛି। ମାତ୍ର ଆଜିର ବଜାର ସର୍ବସ୍ୱ ସଂସ୍କୃତିରେ ବି ଏମିତି ଏକ କଥା ମନକୁ ପ୍ରଭାବିତ କରିପାରେ, ତାର ମଧ୍ୟ ଏକ ସୁନ୍ଦର କାହାଣୀ ସୋସିଆଲ ମିଡ଼ିଆରେ ଦେଖିବାକୁ ବି ମିଳିଥିଲା। ସେ କଥାଟା କେମିତି କି, ତ ଜଣେ ଭଦ୍ରବ୍ୟକ୍ତି ରାସ୍ତାରେ ଯାଉଥିଲା ବେଳେ ଦେଖିଲେ ଗୋଟିଏ ପରିବା ଦୋକାନ ଉପରେ ନଜର ପଡ଼ିଯାଇଛି। ଦୋକାନରେ ଦୋକାନୀଟି ନାହିଁ, ଗୋଟିଏ ଫଳକଟିଏ ଝୁଲୁଛି, ଆଉ ଲେଖା ହେଇଛି, ଘରେ ମୋର ରୋଗିଣା ମା, ତାକୁ ଦେଖିବାକୁ କେହି ନାହାନ୍ତି, ମୁଁ ଏକା, ତେଣୁ ଆପଣ ପରିବା ତଉଲିକି ନେବେ, ଉପଯୁକ୍ତ ପ୍ରାପ୍ୟ ଦୋକାନରେ ଥୁଆ ହୋଇଥିବା ଅଖା ତଳେ ରଖିଦେବେ। ଯଦି ପଇସା ନାହିଁ କିଛି ଚିନ୍ତା କର ନାହିଁ, କାଲି ଦେଇଦେବେ। ଭଦ୍ରବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହେଲେ, ଫଳକଟିରୁ ଏତକ ପଢ଼ିଲେ, ତଥାପି କିଛି ପରିବା ନିଜେ ତଉଲିଲେ, ପଇସା ନିର୍ଦ୍ଧାରିତ ଅଖାତଳେ ବି ରଖିଦେଲେ। ସେ ଅଖାତଳେ ଆହୁରି କିଛି ଟଙ୍କା ପୂର୍ବରୁ ବି ରହିଯାଇଥିଲା। ଭଦ୍ରବ୍ୟକ୍ତିଙ୍କୁ ଏ କଥା ଟିକେ କେମିତି ଅଜବ ଅଜବ ଲାଗିଲା। ସନ୍ଧ୍ୟାରେ ପତ୍ନୀଙ୍କ ସହିତ ସେଇ ବାଟେ ଆସିଥାନ୍ତି। ଦେଖୁଛନ୍ତି ଏକ ମଧ୍ୟମ ବୟସ୍କ ଜୀର୍ଣ୍ଣ ଶୀର୍ଣ୍ଣ ମଣିଷଟିଏ ଦୋକାନକୁ ସଫା କରୁଛି। ଛିଣ୍ଡା ମଇଳା କନା ଦେହରେ ତାର ବସ୍ତ୍ର। ଭଦ୍ରବ୍ୟକ୍ତିଙ୍କୁ ଦେଖି ସେଇ ମଣିଷ ଜଣକ କହିଛି, ସବୁ ପରିବା ଆଜି ସରିଯାଇଛି, ଆପଣ କାଲି ଆସିଯାଆନ୍ତୁ। ଭଦ୍ରବ୍ୟକ୍ତି ଜଣକ କିନ୍ତୁ ପରିବା ନୁହେଁ, ଫଳକ ବିଷୟରେ ଜାଣିବାକୁ ଆସିଛନ୍ତି। ସେ ତା କାହାଣୀ କହିଛି, ଘରେ ମୋର ରୋଗିଣା ମାଟିଏ ଅଛି, ତା ସେବା କରିବାକୁ କେହି ନାହାନ୍ତି। କିଛି ଦିନ ତଳେ ପତ୍ନୀ ମଧ୍ୟ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ଘରେ କେବଳ ମା ଆଉ ମୁଁ। ମାର ସେବା ଯତ୍ନ କରିବାକୁ ମୋର ପ୍ରଗାଢ଼ ଇଚ୍ଛା, ମାତ୍ର ପାଖରେ ତ ପଇସା ନାହିଁ ନା। ମା ବୁଝିପାରିଛି ମୋ ମନ କଥା, କହିଛି ତୁ ଏଇଭଳି ଦୋକାନଟେ ଦେ, ଦେଖିବୁ ମାର ଡାକ କେବେ ବି ଅନ୍ୟଥା ବଜିବନି। ସତକୁ ସତ ମୁଁ ଏମିତି ଗୋଟିଏ ଦୋକାନଟେ କଲି, ଦେଖିଲି ମୋ ଭଳି ମାକୁ ଭଲ ପାଇବା ବ୍ୟକ୍ତି ଏ ସଂସାରରେ ଅନେକ ଅଛନ୍ତି। ସମସ୍ତେ ପରିବା ନେଉଛନ୍ତି ସତ, ମା କଥା ପଢ଼ୁଛନ୍ତି, ଆବଶ୍ୟକତାଠାରୁ ଅଧିକ ପଇସା ମଧ୍ୟ ଅଖାତଳେ ରଖିଯାଉଛନ୍ତି, କାଳେ ମାର ଖର୍ଚ୍ଚରେ ଲାଗିବ କି। ହଁ, କାଲି ଜଣେ ଝିଅ ଆସିଲା, 2 ଖଣ୍ଡ ରୁଟି ଗୁଡ଼ ମଧ୍ୟ ଅଖାତଳେ ରଖିଦେଇକି ଲେଖିଦେଇଥିଲା ମା ପାଇଁ। ଆଉ ଜଣେ କିଛି ଫୁଲ ରଖି ଲେଖିଥିଲା ମୋ ମା ପାଇଁ। ଏବଂ ଆଉ ଜଣେ ଡାକ୍ତରବାବୁ ତାଙ୍କ କାର୍ ଚାବି ସହ ରଖି ଲେଖିଦେଇଛନ୍ତି ମାଙ୍କ ପାଇଁ। ଏସବୁ ଦେଖି ମୋ ଆଖି ଆନନ୍ଦର ଅଶ୍ରୁରେ ପୂରି ଉଠିଲା। ଭାବୁଛି ମାର ନାଁ କେତେ ଯେ ଶକ୍ତିଶାଳୀ, ତେଣୁ ମୋ ମା ସେବାର ମୁଁ ନୁହେଁ, ଏଇମାନେ ତ ଅସଲ ହକଦାର। ତାପରେ ଦେଖିଲି ତୃତୀୟ ଚିତ୍ରଟିଏ, ବେଶ୍ ବିସ୍ମୟକର। ବର୍ଷୁଥିବା ରାତ୍ରିଟିଏ ହେଇଛି, ଝଡ଼ ବତାସରେ ଭୟଙ୍କର ବି ଦିଶୁଛି। ଘଡ଼ଘଡ଼ି ବିଜୁଳିରେ ମୁହଁକୁ ମୁହଁ ବି ଦେଖାଯାଉନି। ଗଛ ଡାଳ ଗୁଡ଼ାକ ଭାଙ୍ଗିକି ଠାଏ ଠାଏ ରାସ୍ତାକୁ ବନ୍ଦୀ କରିଦେଇଛି। ସେଇ ବାଟେ ଯାଉଥିଲା ଗୋଟିଏ କାର୍। କାର ଆରୋହୀଙ୍କର ଆଖି ବିଜୁଳିଟିଏ ବିଜୁଳିର ଆଲୁଅରେ ଚମକି ଉଠୁଛି। ସାମ୍ନାରେ ଗୋଟିଏ ନାରୀ ବର୍ଷାରେ ଭିଜି ଭିଜି ତା ଗାଡ଼ିକୁ ହାତ ଠାରିକି ଅଟକଉଛି। ଦୃଶ୍ୟଟି ଥିଲା ତାଙ୍କ ପାଇଁ ଅଭାବିତ। ଏ ବର୍ଷା ରାତିରେ କିଏ ଏଇ ରହସ୍ୟମୟୀ ନାରୀ? ଭୟରେ ତାଙ୍କର ଛାତି ବି ଥରି ଉଠିଲା। ତଥାପି ଗାଡ଼ି ଅଟକେଇଲେ, ସେ ପଦାକୁ ଆସିଲେ। ଏବେ ନାରୀ ଜଣକୁ ତାଙ୍କୁ ବାଟ କଢ଼େଇ କଢ଼େଇ ଆଗକୁ ଆଗକୁ ଚାଲିବାକୁ ଲାଗିଲେ। ସେ ଚାଲିଲେ କି ସମ୍ମୋହନ ଥିଲା କେଜାଣି, ତାଙ୍କ ଭିତରୁ ସବୁ ବି ଭୟ ଦୂରେଇଗଲା। କିଛି ଦୂର ଯିବା ପରେ ଦେଖିଲେ ଦୁର୍ଘଟଣାରେ ଗାଡ଼ିଟିଏ ଭାଙ୍ଗି ଚୁରମାର ହେଇ ପଡ଼ିଛି। ଗାଡ଼ି ପାଖରେ ସେ ଅଟକିଗଲେ। ଆଗ ଦରଜା ଖୋଲିଦେଲେ, ଦେଖିଲେ ଶିଶୁଟିଏ ଚାପି ହେଇକି ପଡ଼ି ରହିଛି ତାର ନିସ୍ତେଜ ଦେହ। ବହୁ ପରିଶ୍ରମ କରି ଶିଶୁଟିକୁ ବାହାରକୁ ଆଣିଲେ, ଚେତାଶୂନ୍ୟ ମାତ୍ର ଜୀବନ୍ତ। ଶିଶୁଟିକି ଧରିକି ଏବେ ଚାହିଁଲେ ଚାଳକ ସିଟ୍କୁ, ମାତ୍ର ଇଏ କ'ଣ ଦେଖୁଛନ୍ତି ସେ? ଆଖିକୁ ବିଶ୍ୱାସ କରିପାରିଲେନି। ଷ୍ଟିଅରିଂ ମଝିରେ ଚାପି ହୋଇ ବଣ୍ଡୁଳାଟିଏ ହୋଇଯାଇଛି ନାରୀଟିଏ। ଦେହ ଓ ମୁହଁରୁ ଝରିଯାଇଛି ଧାର ଧାର ରକ୍ତ। ସେଇଠି ଅଟକିଗଲେ ସେ, ପଛକୁ ଫେରି ଚାହିଁଲେନି। କାହିଁ, କେହି ନାହିଁ ତ। ଚାରିଆଡ଼କୁ ଆଖି ବୁଲେଇକି ଆଣିଲେ, ନା, କେହି କେଉଁଠି ନାହାନ୍ତି। ସବୁଆଡ଼େ କେବଳ ବର୍ଷା ଆଉ ବର୍ଷା, ଅନ୍ଧାର, ଘଡ଼ଘଡ଼ି, ବିଜୁଳି, ପବନ। ପିଲାଟିକୁ ଯତ୍ନରେ ଧରି ନିଜ ଗାଡ଼ି ପାଖକୁ ଫେରିଲେ। ଭାବୁଥିଲେ କିଏ ତାହେଲେ ସେଇ ରହସ୍ୟମୟୀ ନାରୀ। ମନେ ମନେ କହୁଥିଲେ, ସେ ଆଉ କେହି ନୁହଁ, ଅନନ୍ତ କାଳର ଗୋଟେ ମାତୃତ୍ୱ, ଯିଏ ନିଜର
ଅବର୍ତ୍ତମାନରେ ବି ତା ସନ୍ତାନର ଚାରିପାଖରେ ସୁଦୃଢ଼ ସୁରକ୍ଷା ବଳୟଟେ ତିଆରି କରୁଥାଏ। ଆଉ କହୁଥାଏ, ମୁଁ ଅଛି, ତୋର ଡର କାହାକୁ, ମୁଁ ଅଛି ନା। ମା ଓ ମାତୃତ୍ୱ ସବୁକାଳେ ହିଁ ଏମିତି। ସେ ଯେଉଁ ରୂପରେ ହେଉ, ଯେଉଁ ଭାବରେ ବି ଥାଉ, ସେ କେବଳ ହିଁ ମାତୃତ୍ୱ। ଏକ ଅନାସକ୍ତ ଆନନ୍ଦ, ଅନାବିଳ ଆବେଗ, ପୂର୍ଣ୍ଣତା ଆଉ ସମର୍ପଣ। ଯିଏ କେବେ କିଛି ଖୋଜିନି, ଦାବି କରିନି, କିଛି ପାଇବାର ଆଶା ବି ରଖିନି, ମାତ୍ର ଚିରକାଳ ସନ୍ତାନ ପାଖରେ ଅଧିକାର ରଙ୍କୁଣୀ। ତେଣୁ ଭାରତୀୟ ଦର୍ଶନରେ କୁହାଯାଇଛି ମାତୃଦେବୋ ଭବ। ତେଣୁ ମାତୃ ଦିବସରେ ଅନୁରୋଧ କରେ, ହେ ମୋର ଭଉଣୀ ଭାଇ, ଯିଏ ଯାହାକାର ସମୟ ଟିକିଏ ବଞ୍ଚାଅ ମା'ର ପାଇଁ। ଯେତେ ଟଙ୍କା ଧନ ଅର୍ଜନ କର, ମା ପାଇଁ ନାହିଁ ସମୟ। ଧିକ୍ ତାର ଧନ, ଧିକ୍ ବଡ଼ପଣ, ଧିକ୍ ତାର ପରିଚୟ। ଆନନ୍ଦ ନିର୍ଝର, ମୁକ୍ତିର ମଣ୍ଡପ, ତୃପ୍ତିର ସେ ଗନ୍ତା ଘର। କୋଳକୁ ଯେବେ ସେ ଆଉ ଯାଇ ନିଏ, ସ୍ୱର୍ଗ ଭଳି ମିଳେ ସୁଖ। ଏପରି ସ୍ନେହ ମିଳେ ନାହିଁ କାହିଁ। ଯେଉଁଠି ଲିଭିଛି ଦୁଃଖ, ସାରା ବ୍ରହ୍ମାଣ୍ଡରେ ବୁଲି ଆସି ଦେଖ, ତାପରି ନାହିଁ ସେ ନିଜର। ତେବେ ମା ସବୁବେଳେ ମା ହେଇଥାଏ। ସେ ଦୁଃଖରେ ସୁଖରେ, ଭଲରେ ମନ୍ଦରେ ସବୁବେଳେ ସେ ସନ୍ତାନର କେବଳ ହିଁ ଚିନ୍ତନ କରୁଥାଏ ସୁଖ, ଶାନ୍ତି। ନିଃସ୍ୱାର୍ଥପର ସେବାର ମୂର୍ତ୍ତିମନ୍ତ ପ୍ରତୀକଟି ହେଉଛି ସେ ମୋର ମା। ସେଇ ଚିରବନ୍ଦନିଆ ମା'ର ପାଦ ତଳେ ମୋର ଶତକୋଟି ପ୍ରଣାମ।